ମୁଁ ତ ଘରକୁ ଆସିଛି ମାନେ ଯାହା ବି ହେଲେ ଇଭିନିଂରେ ଗୋଟେ ଆମର ଆଇଟମ୍ ବନାହେବ। ଆଉ ଭାଉଜ ତ ଅଲରେଡ଼ି ମୋତେ କଲ୍ରେ କହିଦେଇଥାନ୍ତି ମୁଁ ଆସିବା ପୂର୍ବରୁ ତୁମେ ଆସିଲେ ଆମେ ଏଇ ଆଇଟମ୍ଟା ବନେଇବା ବୋଲି। ତ ଆଜି ଆମେ ଘରେ ବନାଉଥିଲୁ ବ୍ରେଡ଼୍ ଚପ୍। ଫାଷ୍ଟ ଆଳୁକୁ ଭଲସେ ସିଝା ହେଇଯାଇଛି, ଦେନ୍ ସେଥିରେ ଗାଜର, ପିଆଜ, ଲଙ୍କା ଆଉ ଲୁଣ ଆଉ ସବୁ ପାଉଡ଼ର ମସଲା ପକାଇ ଭଲସେ ମିକ୍ସ ହେଇଯିବ। ତାପରେ ଗୋଟେ ଡୋ ବନାହେଇଥିଲା ମଇଦାରେ ଲଙ୍କା ପାଉଡ଼ର ଆଉ ଟିକେ ଲୁଣ ଆଉ ଟିକେ ସ୍ଲାଇଟ୍ ହଳଦୀ ପାଉଡ଼ର ମିଶାଇ ଗୋଟେ ଡୋ ବନା ହେଇଗଲା। ତାପରେ ବ୍ରେଡ଼୍ ମଝିରେ ଆଳୁର ଷ୍ଟଫିଂ ଦେଇକି ସ୍କୋୟାର ସାଇଜ୍ର କାଟିଦେଲା। ମୁଁ ଫାଷ୍ଟ ସବୁ ବ୍ରେଡ଼୍ରେ ଏମିତି ଷ୍ଟଫିଂ ଦେଇକି ସବୁ ସ୍କୋୟାର ସାଇଜ୍ରେ କାଟିକି ରଖିକି ଦେନ୍ ମୁଁ ଛାଣେ। ଆଉ ଏଠି ମୋତେ ମଝିଆ ମଝି ବହୁତ ହେଲ୍ପ କରିଛନ୍ତି, ମୁଁ ଏକା କରିଛି ବୋଲି ସେମିତି ନାହିଁ, ସିଏ ନଥିଲେ ତ ବହୁତ ଟାଇମ୍ ନେଇଥାନ୍ତା। ଆଉ ଏଠି ତ ଗରମ ଗରମ ନ ଖାଇଲେ ମାନେ ଏଇଟା ଟେଷ୍ଟ ହିଁ ଲାଗିବନି, ସେଥିପାଇଁ ସମସ୍ତେ ଖାଇଥିଲେ। ଆଉ ସତ କଥା ହେଲା ମୋ ଭାଉଜ ବଡ଼ ଭାଉଜ ଦେଖିକି ରହିପାରିଲେନି, ସେଥିପାଇଁ ଆଗୁଆ ଖାଇ ଦେଇଛନ୍ତି। ସେ କଥା ନାହିଁ, ଗରମ ଗରମ ଥଣ୍ଡା ହେଇଗଲେ ଭଲ ଲାଗିବନି, ହେଲେ ଆମେ ତାଙ୍କୁ ଫୋର୍ସ କଲୁ ତୁମେ ଆଗ ଖାଇଦିଅ। ତାପରେ ଆମେ ଦୁଇ ଜଣ ବି ବନେଇକି ଏବେ ମିଶିକି ଖାଉଛୁ। ଆଉ ସତରେ ବହୁତ